ଜୟ ଜଗନ୍ନାଥ। ମୋହି ରାବଣ ପାତାଳ ଲଙ୍କା ବିଷୟରେ ଆଜି କେତେଗୁଡ଼ିଏ କଥା ମୁଁ ଆପଣମାନଙ୍କୁ ଜଣାଉଛି। ଯେତେବେଳେ ଲଙ୍କାରେ ଯୁଦ୍ଧ ହେଉଥିଲା ସେତେବେଳେ ଅନ୍ୟ ଏକ ଭୟଙ୍କର ଯୋଜନା ମଧ୍ୟ ଚାଲିଥିଲା। ସୂର୍ଯ୍ୟ ଆଲୋକ ଯେଉଁଠି କଦାପି ପହଞ୍ଚେ ନାହିଁ ସେହି ଗଭୀର ଅନ୍ଧାର ରାଜ୍ୟକୁ କୁହାଯାଉଥିଲା ପାତାଳ ଲଙ୍କା। ଏଠାରେ ଦିନ ରାତି ଭେଦ ନଥିଲା, ସମୟ ମଧ୍ୟ ଏଠାରେ ଅନ୍ୟ ଭାବରେ ବହୁଥିଲା। ପାତାଳ ଲଙ୍କାର ସିଂହାସନ ଉପରେ ବସିଥିଲା ମୋହି ରାବଣ। ଲଙ୍କାଧିପତି ରାବଣଙ୍କର ଜନ୍ମ ଭାଇ, କିନ୍ତୁ ସ୍ୱଭାବରେ ସେ ରାବଣ ଠାରୁ ମଧ୍ୟ ଅଧିକ ଭୟଙ୍କର ଥିଲା। ରାବଣ ଯେଉଁଠି ବେଦ ବିଦ୍ୟା ଓ ତପସ୍ୟାର ଅହଙ୍କାର ଧରିଥିଲା, ମୋହି ରାବଣ ସେଇଠି ତନ୍ତ୍ର ମନ୍ତ୍ର ବଳି ଅନ୍ଧକାର ଶକ୍ତିର ଅଧିପତି ଥିଲା। ତା ଦେହରେ ଥିଲା କଳା ପଥର ଭଳି ଏବଂ ଚକ୍ଷୁ ଦୁଇଟି ରକ୍ତବର୍ଣ୍ଣ। ମୁଖରୁ ବାହାରୁଥିଲା ଏବଂ ଶ୍ୱାସରୁ ଅଗ୍ନି ଓ ବିଷର ଗନ୍ଧ। ସେ କାଳୀ ମାତାଙ୍କର ପରମ ଭକ୍ତ ଥିଲା। ପାତାଳ ଲଙ୍କାର ମଧ୍ୟ ଭାଗରେ ଥିଲା ଏକ ବିଶାଳ କାଳୀ ମନ୍ଦିର। ସେଠାରେ ପ୍ରତି ଅମାବାସ୍ୟାରେ ରକ୍ତ ବଳି ଦିଆଯାଉଥିଲା। ମୋହି ରାବଣର ଏକମାତ୍ର ଲକ୍ଷ୍ୟ ଥିଲା ଦେବତାଙ୍କୁ ବଶ କରିବା, ମୃତ୍ୟୁକୁ ମଧ୍ୟ ଜୟ କରିବା। କାଳୀ ମାତା ତାକୁ ଏକ ବର ଦେଇଥିଲେ ଏବଂ କହିଥିଲେ, ହେ ରାବଣ, ଯଦି ତୁ ମୋତେ ଦୁଇଟି ମହାପୁରୁଷଙ୍କୁ ଏକା ସାଥିରେ ବଳି ଦେବୁ ତେବେ ତୁ ଅଜୟ ହେବୁ। ସେହି ଦୁଇ ମହାପୁରୁଷ ହେଉଛନ୍ତି ଭଗବାନ ଶ୍ରୀରାମ ଓ ଲକ୍ଷ୍ମଣ। ପାତାଳର ଗୁପ୍ତଚରମାନେ ସବୁ ଖବର ଆଣି ମୋହି ରାବଣକୁ ଦେଉଥିଲେ। ରାବଣ ଯୁଦ୍ଧ କରୁଛି, ହନୁମାନ ଲଙ୍କା ଜଳାଉଛି, ରାମ ଅଜୟ ପରି ଲାଗୁଛି ବୋଲି ସବୁ ଖବର ଯେତେବେଳେ ମୋହି ରାବଣ ଶୁଣିଲା ଏବଂ ହସିବାକୁ ଲାଗିଲା। ରାବଣ ଅହଙ୍କାରୀ, ସେ କହିଲେ, କିନ୍ତୁ ସେ ଜାଣିନି ଯେ ରାମ ପାଇଁ କେବଳ ଇଏ ହେଉଛି ବଳି। ମୋହି ରାବଣ ସିଧାସଳଖ ଯୁଦ୍ଧ କରିବାକୁ ଚାହୁଁନଥିଲା। ସେ ଜାଣିଥିଲା ରାମକୁ ଯୁଦ୍ଧରେ ହରାଇବା ସହଜ ନୁହେଁ। ହନୁମାନ ଏବଂ ବାନର ସେନା ମଧ୍ୟ ଜାଗ୍ରତ ଥିଲେ। ଏହି ସମୟରେ ମୋହି ରାବଣ ମାୟାର ଆଶ୍ରୟ ନେଲା। ମୋହି ରାବଣ ନିଜର ରୂପ ବଦଳାଇ ବିଭୀଷଣଙ୍କ ରୂପ ଧାରଣ କଲା। ରାତିର ଗଭୀର ଅନ୍ଧକାରରେ ସେ ରାମ ଲକ୍ଷ୍ମଣଙ୍କ ଶିବିରକୁ ଆସିଲା। ସମସ୍ତେ ଶୋଇଥିଲେ, କେବଳ ଲକ୍ଷ୍ମଣ ଜାଗ୍ରତ ଥିଲେ। ହଠାତ୍ ସେ ଅନୁଭବ କଲେ ଯେ ସବୁବେଳେ କିଛି ଅଲଗା ଗନ୍ଧ ବଦଳିବାକୁ ଲାଗୁଛି ଏବଂ ସେ ଡାକିଲେ, ଭାଇ ଲକ୍ଷ୍ମଣ। ରାମକୁ କହିଲେ, ଏହି ରାତି ମୋତେ ଭଲ ଲାଗୁନାହିଁ। ମାୟା ଏତେ ପ୍ରବଳ ଥିଲା ଯେ ରାମ ଲକ୍ଷ୍ମଣଙ୍କୁ ଅଚେତ କରିଦେଲା। ପାତାଳକୁ ଅପହରଣ କରି ନେଇଗଲେ କିଏ? ନା ମୋହି ରାବଣ ତନ୍ତ୍ର ମନ୍ତ୍ର ଅନ୍ଧକାରରେ ତାକୁ ରାମ ଲକ୍ଷ୍ମଣଙ୍କୁ ଉଠାଇ ପାତାଳ ଲଙ୍କାକୁ ନେଇଗଲା। ଏକଥା ପୃଥିବୀ ଉପରେ କେହି ମଧ୍ୟ ଜାଣିପାରିଲେ ନାହିଁ ଯେ ଭଗବାନ ଶ୍ରୀରାମ ପାତାଳରେ ବନ୍ଦୀ ହୋଇଛନ୍ତି। ସକାଳେ ହନୁମାନ ଚିତ୍କାର କରି, ପ୍ରଭୁ କେଉଁଠି ଅଛ, ପ୍ରଭୁ କେଉଁଠି ଅଛ ଏପରି ବହୁତ ଖୋଜିଲା। ସେତେବେଳେ ବାନର ସେନା ଜାଣିପାରିଲେ ଯେ ଏହା ସାଧାରଣ ଅନୁଭବ, ଅପହରଣ ନୁହେଁ। ହନୁମାନ ଦାନ୍ତ କଟି ଶପଥ ନେଲା ଯେ ପାତାଳ ହେଉ ନରକ, ଯୋଉଠି ଥାଆନ୍ତୁ ମୋ ପ୍ରଭୁ, ମୁଁ ତାଙ୍କୁ ଫେରାଇ ଆଣିବି। ପାତାଳ ଲଙ୍କାକୁ ଯିବା ପଥ କୌଣସି ସାଧାରଣ ବାଟ ନଥିଲା। ଜୀବନ ଓ ମୃତ୍ୟୁ ମଧ୍ୟରେ ଏହା ଏକ ଦ୍ୱାର ଥିଲା। ହନୁମାନ ଯେତେବେଳେ ଭୂମି ଭିତରକୁ ଅବତରିତ ହେଲେ ସେତେବେଳେ ଆଲୋକ ଧୀରେ ଧୀରେ ଶେଷ ହେଉଥିଲା ଏବଂ ଚାରିପାଖ ପୁରା ନୀରବତା ଥିଲା। କେବଳ ତାଙ୍କ ହୃଦୟ ଧଡ଼କୁଥିଲା। ଏଠାରେ ଯେତେବେଳେ ପବନ ମଧ୍ୟ ଏବଂ ଶ୍ୱାସ ନେଉଥିଲା ଭଳି ଲାଗୁଥିଲା। ଭୂମି ଉପରେ କିଛି ଅଜଣା ଲେଖା
କିଛି ତନ୍ତ୍ର ଚିହ୍ନ ଏବଂ ରକ୍ତରେ ଲେଖା ମନ୍ତ୍ର ହନୁମାନ ବୁଝିଗଲେ ଏହା କାଳୀତନ୍ତ୍ରର ରାଜ୍ୟ। ଏଠାରେ ଶକ୍ତି ଶବ୍ଦରୁ ନୁହେଁ, ଶକ୍ତି ରକ୍ତ ଓ ବଳିରୁ ଆସିଥାଏ। ମନେ ମନେ ରାମ ରାମ ଜପିଲେ। ହଠାତ୍ ସେ ଦେଖିଲେ ଏକ ବିଶାଳ ଦ୍ୱାର ଖୋଲା। ଏକ ଦ୍ୱାରଟି ଲୁହାରେ ନୁହେଁ, ପଥରରେ ମଧ୍ୟ ନୁହେଁ, ସେଟା ଅସ୍ଥି ଓ ମୁଣ୍ଡ ଦ୍ୱାରା ବନାଯାଇଛି। ଦ୍ୱାରକୁ ମଧ୍ୟ ଭାଗରେ ଲେଖା ହେଇଛି, ଯେ ଏଠାକୁ ପ୍ରବେଶ କରିବ ସେ ମୂର୍ତ୍ତିକୁ ସ୍ୱୀକାର କରି ପୁନର୍ଜନ୍ମ ପାଇବ। ହନୁମାନ ଆଗକୁ ବଢ଼ିଲେ। ହଠାତ୍ ଭୂମି କମ୍ପି ଉଠିଲା। ଦ୍ୱାର ସାମ୍ନାରେ ଏକ ଯୁବ ଯୋଦ୍ଧା ଦଣ୍ଡାୟମାନ ହୋଇଥିଲା। ମୁହଁରେ ଭୟ ନାହିଁ, ଚକ୍ଷୁରେ ଅଟଳତା। ସେ କହିଲା, ରହିଯାଅ, ପାତାଳ ଲଙ୍କକୁ କେହି ଏପରି ପ୍ରବେଶ କରେ ନାହିଁ। ହନୁମାନ ଚମକିଗଲେ, କାରଣ ସେ ଯୁବକର ମୁହଁରେ କିଛି ବି ଚିହ୍ନ ନିଜ ପରି ଲାଗୁନଥିଲା। ହନୁମାନ ପଚାରିଲେ, ତୁମେ କିଏ? ଯୁବକ ଉତ୍ତର ଦେଲା, ମୋ ନାମ ହେଉଛି ମକରଧ୍ୱଜ। ମୁଁ ମହିରାବଣର ସେବକ, ଏହି ଦ୍ୱାରର ରକ୍ଷକ। ହନୁମାନ ଆଉ ପଚାରିଲେ, ତୁମର ପିତା କିଏ? ମକରଧ୍ୱଜ ନୀରବ ରହିଲା। ପରେ କହିଲା, ମୋର କୌଣସି ପିତା ନାହିଁ। ମୁଁ ଜନ୍ମ ନେଇଛି ତୁମରି ଗ୍ରାମରୁ। ହନୁମାନ ଆଶ୍ଚର୍ଯ୍ୟଚକିତ ହୋଇ, ଲୋକ କଥା ବି ଅଛି ଯେ ଲଙ୍କା ଯେତେବେଳେ ଜଳିଲା ପରେ ହନୁମାନ ସମୁଦ୍ରରେ ସ୍ନାନ କରିବା ପାଇଁ ସ୍ନାନ କରୁଥିଲେ, ତାଙ୍କ କାମରେ ଏକ ବିନ୍ଦୁ ମକର ମାଛ ଗିଳି ନେଲା। ସେଇ ମକରରୁ ମକରଧ୍ୱଜ ଜନ୍ମ ନେଲା। ହନୁମାନ ମନେ ମନେ ବୁଝିଗଲେ, ଇଏ ତ ମୋର ପୁତ୍ର, କିନ୍ତୁ ସେ ଶତ୍ରୁର ପକ୍ଷରେ। କିନ୍ତୁ ଧର୍ମ ଏଠାରେ ସମ୍ପର୍କ ଠାରୁ ମଧ୍ୟ ବଡ଼। ମକରଧ୍ୱଜ ଗଦା ଉଠାଇଲା। ହନୁମାନ ମଧ୍ୟ 2 ଜଣ ଗଦା ଉଠାଇଲେ। ପାତାଳ ଲୋକ କମ୍ପି ଉଠିଲା। 2 ଜଣଙ୍କର ଯୁଦ୍ଧ ଦିନ ରାତି ଭେଦ କରି ଚାଲିଲା। ଶେଷରେ ହନୁମାନ ମକରଧ୍ୱଜକୁ ପରାଜିତ କଲେ, କିନ୍ତୁ ହତ୍ୟା କଲେ ନାହିଁ। ହନୁମାନ କହିଲେ, ତୁ ମୋର ପୁତ୍ର, ମୁଁ ତୁମକୁ ମାରିପାରିବି ନାହିଁ। ମକରଧ୍ୱଜ ନମ୍ର ହେଲା ଏବଂ କହିଲା, ତମେ ମୋତେ ମୋକ୍ଷ ଦିଅ। ହନୁମାନ ତାଙ୍କୁ ଆଶୀର୍ବାଦ ଦେଲେ ଏବଂ ପାତାଳ ଲଙ୍କାରେ ରାସ୍ତା ଖୋଲିଦେଲେ। ଅଗ୍ନି ଓ ଅନ୍ଧକାରରେ ତିଆରି ସେ ସହର, ସବୁ ଭୟଙ୍କର ମଧ୍ୟରେ କାଳୀ ମନ୍ଦିର ଏବଂ ସେଠାରେ ଭଗବାନ ରାମ ଓ ଲକ୍ଷ୍ମଣଙ୍କୁ ବଳି ପାଇଁ ପ୍ରସ୍ତୁତ ଚାଲିଥାଏ। ହନୁମାନଙ୍କର ଆଖି ପୁରା ଲାଲ ହୋଇଗଲା ଏସବୁ ଜିନିଷ ଦେଖି। ପାତାଳ ଲଙ୍କାର ମଧ୍ୟଭାଗରେ କାଳୀ ମନ୍ଦିର ଏମିତି ଥିଲା ଯେ ଯେପରି ଅନ୍ଧକାରରେ ନିଜେ ମୂର୍ତ୍ତି ନେଇଛି। ଦେବୀ କାଳୀଙ୍କର ମୂର୍ତ୍ତି ରକ୍ତ ବର୍ଣ୍ଣ, ଆଖି ଗଳାରେ ମୁଣ୍ଡମାଳ, ହାତରେ ଖଡ଼ଗ। ମନ୍ଦିର ଭିତରେ ଭଗବାନ ରାମ ଓ ଲକ୍ଷ୍ମଣ। ମନ୍ତ୍ର ବଳରେ ତାଙ୍କୁ ବନ୍ଧା ଯାଇଛି। କାଳୀ ମନ୍ଦିରରେ ଘଣ୍ଟା ନିଜେ ନିଜେ ବାଜୁଥାଏ। ସେଇ ଟାଇମରେ ବଳିର ମୁହୂର୍ତ୍ତ। ମହିରାବଣ କଳା ମନ୍ତ୍ର ସେଇ ଟାଇମରେ ପଡୁଥାଏ। ତାର ଶବ୍ଦରେ ଭୂମି କମ୍ପୁଥିଲା। ଆକାଶ ମଧ୍ୟ ଫାଟି ଯାଉଥିଲା। ସେ କହିଲା, ହେ କାଳୀ, ଆଜି ମୁଁ ତୁମକୁ 2ଟି ଅଜୟ ପୁରୁଷଙ୍କ ରକ୍ତ ଦେବି। ଏବଂ ଏପରି କହିକି ହସିବାକୁ ଲାଗିଲା, କାରଣ ସେ ଜାଣିଥିଲା ଏଠାକୁ କେହି ବି ତାକୁ ଆସିକି ରୋକିପାରିବେ ନାହିଁ। ମହିରାବଣର 5ଟି ମୁଣ୍ଡ ଥିଲା, କିନ୍ତୁ ଏହା କେବଳ ଭୟ ଦେଖେଇବା ପାଇଁ ନଥିଲା। ଲୋକ କଥା ଅଛି ଯେ ତାଙ୍କର ପ୍ରତ୍ୟେକ ମୁଣ୍ଡ କିଛି ଭିନ୍ନ ଭିନ୍ନ ଦିଗ ଥିଲା। ପ୍ରତ୍ୟେକ ମୁଣ୍ଡରେ ଭିନ୍ନ ପ୍ରାଣବାୟୁ, ପ୍ରାଣଶକ୍ତି। ଯେ ପର୍ଯ୍ୟନ୍ତ ଏକା ସାଥିରେ 5ଟି ମୁଣ୍ଡ କଟାଯିବ ନାହିଁ, ମହିରାବଣ ମରିବ ନାହିଁ। ଏହି ରହସ୍ୟ କେବଳ ଦେବୀ କାଳୀ ଓ ମହିରାବଣକୁ ହିଁ ଜଣାଥିଲା। ହଠାତ୍ ମନ୍ଦିରର ଦ୍ୱାର ଫିଟିଗଲା। ଅଗ୍ନି ଧୂଆଁ ନାଦ। ହନୁମାନ
ଭୟଙ୍କର ରୂପ ଧାରଣ କଲେ ଏବଂ ସେ ନିଜେ 5 ହନୁମାନ ରୂପରେ ବିଭକ୍ତ ହେଇଗଲେ। 5 ଦିଗ, 5 ଆକାଶ, 5 ଗଦା। ମହିରାବଣ ପ୍ରଥମେ ହସିଲା ୟାକୁ ଦେଖିକି ଏବଂ କହିଲା ମାୟା। ସେ କହିଲା କି ଏସବୁ ମାୟା, କିନ୍ତୁ ପରେ ତାର ସବୁ ହସ ଅଟକିଗଲା। କାହିଁକି ନା 5 ହନୁମାନ ଏକା ସାଥିରେ ଗଦା ଉଠାଇଲେ। ଏକ ମୁହୂର୍ତ୍ତରେ ପାତାଳ ଲୋକ ନୀରବ। ତାପରେ 5ଟି ମୁଣ୍ଡ ଏକାଥରେ ମହିରାବଣର ଭୂମିରେ ପଡ଼ିଗଲା। ମହିରାବଣର ଦେହ ଭସ୍ମ ହେଇଗଲା। କାଳୀ ମନ୍ଦିର ନୀରବ ହୋଇଗଲା। ମନ୍ତ୍ର ବନ୍ଧନ ଭାଙ୍ଗିଗଲା। ଶ୍ରୀରାମ ଚକ୍ଷୁ ଖୋଲିଲେ। ହନୁମାନ ନମ୍ର ହୋଇ ଚରଣକୁ ମୁଣ୍ଡ ନୁଆଁଇଲେ ଏବଂ ଭଗବାନ ରାମ କହିଲେ, ହନୁମାନ, ତୁମେ କେବଳ ମୋର ଦୂତ ନୁହେଁ, ତୁମେ ଧର୍ମ ନିଜେ। ମକରଧ୍ୱଜ ଆଗକୁ ଆସିଲା ଏବଂ ହନୁମାନ ତାଙ୍କୁ ଆଶୀର୍ବାଦ ଦେଲେ ଓ କହିଲେ, ତୁମେ ଏବେ ପାତାଳ ଲଙ୍କାର ରକ୍ଷକ ହେବ, କିନ୍ତୁ ଧର୍ମର ପଥେ ଯିବ। ପାତାଳ ଲଙ୍କା ଧୀରେ ଧୀରେ ଅନ୍ଧକାରରୁ ମୁକ୍ତ ହେଲା। ମହିରାବଣ ବଧ ପରେ ପାତାଳ ଲୋକର ଅନ୍ଧାର ଯେପରି ଧୀରେ ଧୀରେ ଶ୍ୱାସ ଛାଡୁଥିଲା। କାଳୀ ମନ୍ଦିର ଅଗ୍ନି ନିଜେ ନିଜେ ଶାନ୍ତ ହୋଇଗଲା। ଯେଉଁଠି ରକ୍ତ ବଳିର ଗନ୍ଧ ଥିଲା, ସେଠି ଏବେ ଧୂପ ପୁଷ୍ପର ସୁଗନ୍ଧ। ରାମ ଓ ଲକ୍ଷ୍ମଣ ପାତାଳ ଲଙ୍କାର ରାସ୍ତାରେ ଚାଲୁଥିଲେ। ସେମାନେ ଦେଖିଲେ ଯେ ଯେଉଁ ଅସୁର ଭୟରେ ବଞ୍ଚୁଥିଲେ, ସେମାନଙ୍କ ଆଖିରେ ଏବେ ମୁକ୍ତିର ଆଲୋକ ଥିଲା। ରାମ କହିଲେ, ଅନ୍ଧକାର ନାଶ କଲେ ସେଠାରେ ପ୍ରକାଶ ଆପେ ଆପେ ଆସିଥାଏ। ମକରଧ୍ୱଜ 2 ହାତ ଯୋଡ଼ି ଭଗବାନ ରାମଙ୍କ ସମ୍ମୁଖରେ ନମସ୍କାର କଲେ ଓ ପ୍ରଭୁ, ସେ ଏମିତି କହିଲେ, ମୋର ଜନ୍ମ ଅଜଣା, ମୋର ଜୀବନ ଦାସତ୍ୱରେ କଟିଗଲା। ରାମ ତାଙ୍କ ମୁଣ୍ଡରେ ହାତ ରଖିଲେ, କହିଲେ, ଜନ୍ମ ନୁହେଁ କର୍ମ ମଣିଷକୁ ମହାନ କରେ। ହନୁମାନ ମକରଧ୍ୱଜକୁ ପାତାଳ ଲଙ୍କାର ରକ୍ଷକ ଭାବେ ନିଯୁକ୍ତି କଲେ। ଯେଉଁ ପାତାଳ ଲଙ୍କା ଭୟର ପ୍ରତୀକ ଥିଲା, ସେ ହେଲା ଧର୍ମର ପ୍ରହରୀ। ହନୁମାନ ନିଜ ବିରାଟ ରୂପ ଧାରଣ କଲେ। ରାମ ଓ ଲକ୍ଷ୍ମଣ ତାଙ୍କ କାନ୍ଧରେ ବସି ପୁନଃ ପୃଥିବୀକୁ ଫେରିଲେ। ଯେତେବେଳେ ବାନର ସେନା ପ୍ରଭୁଙ୍କୁ ଦେଖିଲେ, ସମସ୍ତେ ଜୟ ଶ୍ରୀରାମ ଧ୍ୱନି କଲେ। କେହି ଜାଣିନଥିଲେ କି ଏହି ମଧ୍ୟରେ ପାତାଳରେ କେତେ ବଡ଼ ଯୁଦ୍ଧ ହୋଇଗଲା। ପାତାଳରୁ ଫେରିବା ପରେ ଭଗବାନ ରାମଙ୍କର ତେଜ ଆହୁରି ଅଧିକ ବଢ଼ିଗଲା। ରାବଣ ମନେ ମନେ ଭୟଭୀତ ହେଲା ଯେ ସେ ବୁଝି ବି ପାରିଲା ନାହିଁ କାହିଁକି ତାଙ୍କର ମନ୍ତ୍ର ଏବେ ଆଉ କାମ କରୁନାହିଁ। କାରଣ ପାତାଳ ଲଙ୍କାର ଅନ୍ଧକାର ନଷ୍ଟ ହୋଇଯାଇଥିଲା। ତାହେଲେ ଏଠୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା କି ବାଲ୍ମୀକି ରାମାୟଣରେ ଧର୍ମ, ମର୍ଯ୍ୟାଦା, ମନୁଷ୍ୟ ରୂପର ଦେବତା ଏହି ତତ୍ତ୍ୱ ଉପରେ ଲେଖା ଅଛି। ମହିରାବଣ, ପାତାଳ ଲୋକ କଥା, ତନ୍ତ୍ର, ରକ୍ତବଳି, ଅତି ମାନବୀୟ ମାୟା ଏହି ଧାରାର। ସେଥିପାଇଁ ବାଲ୍ମୀକି ଏହାକୁ ମୂଳ ରାମକଥାରୁ ଅଲଗା ରଖିଥିଲେ। ପରେ ଲୋକକଥା, ନାଟକ, କଥକଳି, ଅଦ୍ଭୁତ ରାମାୟଣରେ ଏହା ଆସିଲା। ତେଣୁ ଏହି କଥା ଇତିହାସରେ ନୁହେଁ, ଲୋକ ଆସ୍ଥା। କିନ୍ତୁ ଏହା ଶିଖାଏ ଯେ ଯେଉଁଠି ଧର୍ମ ଅଛି, ସେଠି ଅନ୍ଧକାର କେତେ ଗଭୀର ହେଲେ ମଧ୍ୟ ଜିତିପାରେ ନାହିଁ।
ନମସ୍କାର, ଜୟ ଜଗନ୍ନାଥ। ଯଦି ଏ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଏ ଭିଡ଼ିଓକୁ ଲାଇକ୍ ସେୟାର କରିବେ ଏବଂ କମେଣ୍ଟରେ ଭଗବାନଙ୍କ ନାମ ନେବେ।